ମୋରଡ଼ା ପୋଲିସ ସକ୍ରିୟ, ଫାଣ୍ଡି ନିଷ୍କ୍ରିୟ, ଧରାପଡ଼ିଲା ଚୋରା ବାଲି ଟ୍ରାକ୍ଟର, ଡ୍ରାଇଭର ଗିରଫ। ଘୋଳମୁହାଁ ରେକଣା ଗୁହାଳଡିହାରେ ବାଲିଚୋର ସକ୍ରିୟ। ମୋରଡ଼ା ପୋଲିସ ସକ୍ରିୟ ଥିବାବେଳେ ଚିତ୍ରଡ଼ା ଫାଣ୍ଡି ନିଷ୍କ୍ରିୟ ହୋଇପଡ଼ିଥିବା ଖୋଲାଖୋଲି ଆଲୋଚନା ହେଉଛି। ଚିତ୍ରଡ଼ା ଫାଣି ଅଞ୍ଚଳର ବିଭିନ୍ନ ସ୍ଥାନରୁ ରାତି ଦିନ 24 ଘଣ୍ଟା ବାଲି ଚୋରାଚାଲାଣ ହୋଇ ବାହାର ଜିଲ୍ଲା ଓ ରାଜ୍ୟକୁ ଚାଲାଣ ହେଉଛି। ଅପରପକ୍ଷରେ ମାଇନିଂ ବିଭାଗ ଚୁପଚାପ ରହୁଥିବା ଖୋଲାଖୋଲି ଅଭିଯୋଗ ହୋଇଛି। ବିଶେଷ ଭାବେ ଘୋଳମୁହାଁ ନଦୀଘାଟରୁ ଭୋର 3ଟାରୁ ସକାଳ 9ଟା ପର୍ଯ୍ୟନ୍ତ ବେଧଡ଼କ ଭାବେ ଚିତ୍ରଡ଼ା ଓ ଶିର୍ଷାପାଳ ଛକ ରାସ୍ତା ହୋଇ ବାଲିଗାଡ଼ି ଚାଲିଛି। ଉକ୍ତ ଛକଠାରୁ ଫାଣ୍ଡି ହେଉଛି ମାତ୍ର 200 ମିଟର। ତଥାପି ଫାଣ୍ଡି ଅଧିକାରୀଙ୍କ ନଜରରେ ନ ପଡ଼ିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି। ସେହିପରି ରେକଣା ଗୁହାଳଡିହା ନଦୀଘାଟରୁ ମଧ୍ୟ ବିଳମ୍ବିତ ରାତିରେ ବେଧଡ଼କ ବାଲି ଚୋରି ହୋଇ ବଡ଼ ବଡ଼ ଡମ୍ପରରେ ବାଲି ଚାଲାଣ ହୋଇ ଚିତ୍ରଡ଼ା ଫାଣ୍ଡି ସାମନା ରାସ୍ତାରେ ଯାଉଛି। ତଥାପି ଫାଣ୍ଡି ଅଧିକାରୀଙ୍କ ନଜର ପଡ଼ୁନାହିଁ। ଯାହାକୁ ନେଇ ଛକ ବଜାରରେ ଆଲୋଚନା ହେଉଛି। ଫାଣ୍ଡି ପୋଲିସ ଶୋଇପଡ଼ିଛି। ମୋରଡ଼ା ଥାନା ପୋଲିସ ସକ୍ରିୟ ଥିବାବେଳେ ଫାଣ୍ଡି ପୋଲିସ ନିଷ୍କ୍ରିୟ ହୋଇପଡ଼ିଥିବା ଖୋଲାଖୋଲି ସବୁଠି ଆଲୋଚନା ହେଉଥିବା ଲକ୍ଷ୍ୟ କରାଯାଉଛି। ତେବେ ଆଜି ମୋରଡ଼ା ପୋଲିସ ପକ୍ଷରୁ ଏକ ଚୋରା ବାଲି ଟ୍ରାକ୍ଟର ସହିତ ଡ୍ରାଇଭରକୁ ଗଡ଼ିଗାଁ ନିକଟରୁ ଧରାଯାଇଛି। ଗିରଫ ଡ୍ରାଇଭର ଜଣକ ହେଉଛନ୍ତି ଚିତ୍ରଡ଼ା ଗ୍ରାମର କରମଚାନ୍ଦ ମାହାନ୍ତ ବୋଲି ଜଣାପଡ଼ିଛି। ଯାହାକୁ ନେଇ ମୋରଡ଼ା ଥାନାରେ 45/25ରେ ଏକ ମାମଲା ରୁଜୁ କରାଯାଇଛି। ଯାହାକୁ ନେଇ ମୋରଡ଼ା ଥାନା ଅଧିକାରୀ ସତ୍ୟନାରାୟଣ ବଳଙ୍କୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଥିବାର ଜଣାପଡ଼ିଛି।